ଜେଜେମା କହୁଛନ୍ତି ମୋ ସୁନ୍ଦରୀ ବହୁତ ଭଲରେ ଥିବ। ଚାଲ ଛତୁଆ, ଚାଲ ରାଗିଣୀ, ଚାଲ ମୁଁ ମୋ ସୁନ୍ଦରୀକୁ ଖୋଜିବାକୁ ଯିବି। ସେଇ ଟାଇମ୍ରେ ଏପଟେ ଧନଶ୍ରୀ ଆଉ ନତାଶା ଦୁଇଜଣ ଆଦିଙ୍କୁ ହସ୍ପିଟାଲ ନେଇକି ଆସୁଛନ୍ତି। ଆଉ ନତାଶା ଆଦିଙ୍କୁ କହୁଛନ୍ତି ଏଡି ଏଡି ଆଖି ଖୋଲ। ସେଇ ଟାଇମ୍ରେ ଧନଶ୍ରୀ ମାଆଙ୍କୁ ଡାକୁଛନ୍ତି, କହୁଛନ୍ତି ମା ମୋ ଆଦିକୁ ଜଲ୍ଦି ଭଲ କରିଦିଅ, ଆଉ ମୋ ଆଦିକୁ ଜଲ୍ଦି ଠିକ୍ କରିଦିଅ। ମୋ ଆଦିକୁ ଏତେ କଷ୍ଟ ଦିଅନି ଦେବୀ ମା, ଠିକ୍ କରିଦିଅ। ଯାହାକୁ କଷ୍ଟ ଦେବା କଥା ସବୁ ମୋତେ ଦିଅ, ମୋ ଆଦିକି କିଛି ବି କଷ୍ଟ ଦିଅ ନା। ମୋ ଆଦି ବହୁତ କଷ୍ଟ ପାଉଛି, ମୋ ଆଦିକୁ ମୁଁ ବହୁତ ଭଲ ପାଏ। ସେଇ ଟାଇମ୍ରେ ଧନଶ୍ରୀଙ୍କ ପାଖକୁ କଲ୍ ଆସୁଛି, ଆଉ ଧନଶ୍ରୀଙ୍କ କତିକି ଶାଲିନୀ ଫୋନ୍ କରୁଛନ୍ତି। ସେଇ ଟାଇମ୍ରେ ଶାଲିନୀ କହୁଛନ୍ତି ପିଇସି ତମର କ'ଣ ହେଇଛି? ତମ ଫୋନ୍ କାହିଁକି ଲାଗୁନଥିଲା? କ'ଣ ସେଠି ସବୁ ହେଉଛି? ଆଉ ପିଇସି ତମେ ଏମିତି କାନ୍ଦୁଛ କ'ଣ ପାଇଁ? ସେ ମୁକ୍ତି ବଞ୍ଚିଗଲା ନା କ'ଣ? ସେଇ ଟାଇମ୍ରେ ଜୟଦେବ କହୁଛନ୍ତି ହ୍ୟାଲୋ ପିଇସି କ'ଣ ହେଇଛି? ସେଇ ଟାଇମ୍ରେ ଧନଶ୍ରୀ କହୁଛନ୍ତି ସେ ମୁକ୍ତି ଚକ୍କରରେ ମୋ ଆଦି ବେହୋସ ହେଇଯାଇଛି, ଆଉ ତାକୁ ଖୋଜିବାକୁ ଯାଇକି ମୋ ଆଦିର ମୁଣ୍ଡ ବି ଫାଟିଯାଇଛି ଜୟ। ସେଇ ଟାଇମ୍ରେ ଜୟଦେବ କହୁଛନ୍ତି ପିଇସି ମାଆଙ୍କୁ ଆଦି କଥା ଛାଡ଼, ତମେ ମୁକ୍ତି କଥା କୁହ, ମୁକ୍ତି ମରିଯାଇଛି ତ? ସେଇ ଟାଇମ୍ରେ ଧନଶ୍ରୀ କହୁଛନ୍ତି ଜୟକୁ ଉତ୍ତର ଦେଉଛନ୍ତି ସେ ମୁକ୍ତି ମରିଯାଇଛି, ହେଲେ ମୋ ଆଦିର ଅବସ୍ଥା ପୁରା ଖରାପ ହେଇଯାଇଛି ଜୟ। ସେଇ ଟାଇମ୍ରେ ନତାଶା ବି ବହୁତ ଜୋର କାନ୍ଦୁଛନ୍ତି। ତାପରେ ଶାଲିନୀ ଜୟକୁ କହୁଛନ୍ତି ଜୟ ମୁକ୍ତି ମରିଗଲା, ତମେ ଏବେ ଫୋନ୍ କାଟିଦିଅ। ସେଇ ଟାଇମ୍ରେ ଜୟ ପ୍ଲାନ୍ କରିକି ଧନଶ୍ରୀଙ୍କ କଲ୍ କାଟି ଦେଉଛନ୍ତି, ଆଉ ଧନଶ୍ରୀକୁ କହୁଛନ୍ତି ହଉ ପିଇସି ମୁଁ ତୁମକୁ ଟିକେ ପରେ କଲ୍ କରୁଛି। ତାପରେ ଧନଶ୍ରୀ ଜୟଙ୍କ କଲ୍ କାଟି ସାରିଲା ପରେ କହୁଛନ୍ତି ପ୍ଲିଜ୍ ପ୍ରଭନ ପ୍ଲିଜ୍ ମୋ ଆଦିକୁ ଭଲ କରିଦିଅ, ମୋ ଆଦିର ଏସବୁ କ'ଣ ହେଇଗଲା। ସେପଟେ ଧନଶ୍ରୀ ଏମିତି କହିଲା ବେଳେ ଜୟଦେବ ଆଉ ଶାଲିନୀ ବହୁତ ଖୁସି ହେଉଛନ୍ତି ମୁକ୍ତି ମରିଯାଇଛନ୍ତି ବୋଲିକି, ଆଉ ଧନଶ୍ରୀ କାନ୍ଦୁଛନ୍ତି ଆଉ ଆଦିଙ୍କର ବି ଅବସ୍ଥା ଖରାପ ବୋଲିକି। ଶାଲିନୀ କହୁଛନ୍ତି ଜୟଦେବକୁ ଦେଖିଲ ଜୟ ମୁଁ କହିଥିଲି ନା ଏମିତି ହିଁ ହେବ, ଦେବୀ ମାଆଙ୍କ କୃପା କେବଳ ଆମ ଉପରେ ହିଁ ଅଛି। ଲେଟ୍ରେ ହଉ ପଛକ ହେଲେ ଖୁସି ଖବର ଆମକୁ ହିଁ ମିଳିଲା। ଶାଲିନୀ ଜୟକୁ ଏମିତି କହୁଛନ୍ତି। ଏମିତି ଶାଲିନୀ ଜୟ କହିକି ଯେତେବେଳେ ଖୁସି ହେଉଛନ୍ତି, ସେଇ ପଟରେ ଗାୟତ୍ରୀ ଦେବୀ ମୁକ୍ତିଙ୍କୁ ତାଙ୍କ ଘରକୁ ନେଇକି ଯାଉଥିଲା ବେଳେ ତାଙ୍କ କାର୍ ଗୋଟେ କାଦୁଅରେ ପଶି ଯାଉଛି, ଆଉ ସେ କାଦୁଅ ଛିଟକା ଯାଇକି ଧନଶ୍ରୀଙ୍କ ସାଥୀ ଜୟ ଏବଂ ଶାଲିନୀଙ୍କ ଦେହରେ ପଡ଼ୁଛି, ଆଉ ଶାଲିନୀ ଜୟ କହୁଛନ୍ତି ଇଡିଏଟ୍। ତାପରେ ଜୟଦେବ କହୁଛନ୍ତି ମୁଁ ଜାଣିନି ଶାଲିନୀ ତମ ସହିତ ରହିଲେ ଏମିତି କେତେ ଦିନ ମୋତେ କାଦୁଅ ମାଦୁଅ ହେବାକୁ ହେବ, ଏମିତି କହିକି ସେଠୁ ସେ ଚାଲି ଯାଉଛନ୍ତି। ସେପଟେ ମୁକ୍ତି ଯେତେବେଳେ ବେଡ଼୍ରେ ଶୋଇଛନ୍ତି ଆଉ ତାଙ୍କର ଚେତା ନଥିଲା, ସେଇ ଟାଇମ୍ରେ ମୁକ୍ତିଙ୍କର ସବୁ ପଛ କଥା ମନେ ପଡ଼ିଯାଉଛି। ସେଇ ଟାଇମ୍ରେ ମୁକ୍ତିଙ୍କର ମନେ ପଡ଼ୁଛି ସବୁ ପଛ କଥା, କେମିତି ଆଦି ଆଉ ନତାଶା ଆଉ ଶାଲିନୀ ଆଉ ଧନଶ୍ରୀ ତାଙ୍କୁ କେମିତି ପାହାଡ଼ ତଳକୁ ଠେଲି ଦେଇଥିଲେ। ସେଇ ଟାଇମ୍ରେ ମୁକ୍ତି କହୁଛନ୍ତି ଆଦି। ସେଇ ଟାଇମ୍ରେ ଆଦି ବି ବେହୋସରେ ଥାଇକି ଉଠି ପଡ଼ୁଛନ୍ତି, କହୁଛନ୍ତି ମୁକ୍ତି। ଆଦି କହୁଛନ୍ତି ମୁଁ ତମ ସାଙ୍ଗରେ ଅଛି ମୁକ୍ତି, ତମର କିଛି ବି ହେବନି। ସେଇ ଟାଇମ୍ରେ ସେପଟେ ଗାୟତ୍ରୀ ଦେବୀଙ୍କୁ ଶୁଭୁଛି ମୁକ୍ତିଙ୍କ ପାଟି, ମୁକ୍ତି ଆଦି ଆଦି କହିକି ଚିଲଉଛନ୍ତି। ସେଇ ଟାଇମ୍ରେ ଗାୟତ୍ରୀ ଦେବୀ କହୁଛନ୍ତି ଇଏ ଏମିତି ପାଟି କାହିଁ କରୁଛି। ସେପଟେ ସେଇଭଳିଆ ଆଦି ହେଉଛନ୍ତି ଆଉ କହୁଛନ୍ତି ମୁକ୍ତି ମୁଁ ତମର କିଛି ବି ହେବାକୁ ଦେବିନି, ମୁକ୍ତି ମୁଁ ତମ ସାଥିରେ ଅଛି, ମୁଁ ତମର କିଛି ବି ହେବାକୁ ଦେବିନି ମୁକ୍ତି, ମୁକ୍ତି ମୁଁ ତମକୁ ଛାଡ଼ିବିନି, ମୋତେ ଧର ମୁକ୍ତି ତମର କିଛି ବି ହେବାକୁ ଦେବିନି। ସେଇ ଟାଇମ୍ରେ ଧନଶ୍ରୀ ଆଉ ନତାଶା ବି ଆଦିଙ୍କ ପାଖରେ ଆସିକି ପହଞ୍ଚି ଯାଉଛନ୍ତି। ମୁକ୍ତି ତମେ କୁଆଡ଼େ ଚାଲିଗଲ ମୁକ୍ତି, ପ୍ଲିଜ୍ ମୁକ୍ତି ତମେ ଫେରି ଆସ, ମୁକ୍ତି ଫେରି ଆସ। ସେଇ ଟାଇମ୍ରେ ମୁକ୍ତି କହୁଛନ୍ତି ଆଦି ପ୍ଲିଜ୍ ମୋତେ ବଞ୍ଚାଅ ଆଦି, ଏମାନେ ମୋତେ ମାରିଦେବେ ଆଦି, ପ୍ଲିଜ୍ ମୋତେ ବଞ୍ଚାଅ। ଆଦି ଏମିତି ହେଉଛନ୍ତି ଆଉ ମୁକ୍ତି ବି ସେମିତି ପାଗଳଙ୍କ ଭଳିଆ ହେଉଛନ୍ତି। ସେଇ ଟାଇମ୍ରେ ଧନଶ୍ରୀ କହୁଛନ୍ତି ଆଦି ବାବା ତୁ ଚୁପ୍ ହେଇଯା, ଆଦି ଚୁପ୍ ହେଇଯା, ସବୁ କିଛି ଠିକ୍ ହେଇଯିବ।